ବାଲେଶ୍ୱର ସହର ବଙ୍କାଖେଜୁରୀ ଛକରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ପର୍ଯ୍ୟନ୍ତ ଲମ୍ବିଥିବା ଐତିହାସିକ ସଡ଼କ ନିମିକି ସଡ଼କରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏମିତିକି ଏହି ରାସ୍ତାରେ ଡକାୟତି, ଚୋରି, ଗୋଚାଲାଣ ଆଦି ବୃଦ୍ଧି ପାଇଛି। ବର୍ଷ ବର୍ଷ ଧରି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପୋଲିସ ନୀରବ ଦ୍ରଷ୍ଟା ସାଜିଛି। ଏହାକୁ ନେଇ ବିକ୍ଷୋଭର ଚେତାବନୀ ଦେଇଛି ପୂର୍ବାଞ୍ଚଳ ବିକାଶ ପରିଷଦ। ସୋମବାର ସହରସ୍ଥିତ ଷ୍ଟେସନ କ୍ଲବ ସଭାଗୃହରେ ପୂର୍ବାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ତଥା ଆବାହକ ବିପିନ ବିହାରୀ ଦାସ, ସିମନ ଦାସ ମହାପାତ୍ର, ତନ୍ମୟ କୁମାର ମହାନ୍ତି, ବିପ୍ଳବ ଯାଦବ, ମାନସ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଶ୍ରୀ ଦାସ କହିଥିଲେ କି ବାସୁଦେବପୁରରୁ ବଙ୍କାଖେଜୁରୀ ଛକ ପର୍ଯ୍ୟନ୍ତ ଲମ୍ବିଥିବା ନିମିକି ସଡ଼କଟି 7ଟି ଥାନା ଦେଇ ଯାଇଛି। ଅନନ୍ତପୁର, ଗୋପାଳପୁର ଥାନା ସଡ଼କ ସହିତ ସଂଲଗ୍ନ ଥିବାବେଳେ ସାଉଡୁ ଓ କସବା ଅଞ୍ଚଳ ମଧ୍ୟ ନିମିକି ସଡ଼କ ସହିତ ସଂଲଗ୍ନ ରହିଛି। ଏହା ବ୍ୟତୀତ ସୋର, ଖନ୍ତାପଡ଼ା, ସଦର ଥାନା, ଚାନ୍ଦିପୁର ଓ ଟାଉନ ଥାନାର ବିଭିନ୍ନ ଗ୍ରାମାଞ୍ଚଳ ଦେଇ ଏହି ସଡ଼କଟି ଯାଇଛି। ଏତେ ଗୁଡ଼ିଏ ଥାନା ଓ ପୋଲିସ ଫାଣ୍ଡି ଥିବାବେଳେ ଏହି ରାସ୍ତାରେ ଛିନତାଇ, ଡକାୟତି, ଚୋରା, ଗୋଚାଲାଣ, ନିଶା କାରବାର ବୃଦ୍ଧି ପାଇଛି। ଏଥିସହିତ ନିମିକି ସଡ଼କଟି ଚୋରା ମଦ ବ୍ୟବସାୟୀ ଓ ଧଳା ଜହର କାରବାର ଅତ୍ୟଧିକ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ପୋଲିସ ନୀରବ ଦ୍ରଷ୍ଟା ସାଜିଛନ୍ତି। ସ୍ପଷ୍ଟ ଦିବାଲୋକରେ ଛିନତାଇ ଓ ମରଣାନ୍ତକ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଛି। ଅବାଧ ଗୋଚାଲାଣ ବୃଦ୍ଧି ପାଇଛି। ଗୋରୁ ଚାଲାଣ ବେଳେ ସାଧାରଣ ଜନତାଙ୍କୁ ଭୟଭୀତ କରି ରଖିଛନ୍ତି। ମାତ୍ର ପୋଲିସ ଅଭିଯୋଗ ପାଇବା ପରେ ମକଦ୍ଦମାଟିଏ କରି ଚୁପଚାପ ବସି ରହୁଛି। ଏହି ପରିସ୍ଥିତିରେ ଆଇନ ଶୃଙ୍ଖଳା ସ୍ଥିତିକୁ ଶୃଙ୍ଖଳିତ ରଖିବା ପାଇଁ 24 ଘଣ୍ଟିଆ ପେଟ୍ରୋଲିଂ, କାନକଟାଠାରେ ନୂତନ ଫାଣ୍ଡି ପ୍ରତିଷ୍ଠା, ଗୋପାଳପୁର ଥାନାର ପରିସୀମା ବୃଦ୍ଧି କରିବା ସହିତ କସବା ଫାଣ୍ଡିକୁ ଥାନାରେ ପରିଣତ କରିବା ଓ ରାସ୍ତା ପାର୍ଶ୍ୱରେ ମଦ ଦୋକାନ ହଟାଇବାକୁ ଦାବି କରିଛି ପରିଷଦ। ଦାବି ପୂରଣ ନହେଲେ ଆଗାମୀ ଦିନରେ ପୂର୍ବାଞ୍ଚଳ ବିକାଶ ପରିଷଦ ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଥିଲେ। ତା ପାଖରୁ 2 ଲକ୍ଷ 2.5 ଲକ୍ଷ ଟଙ୍କା ଲୁଟି ନେଲେ। ସେ ଦୌଡ଼ିଗଲା ଗୋପାଳପୁର ଥାନା କହିଲାଟା ଦଣ୍ଡା ପାଖରେ ଲୁଟି ହେଉଛି। ସେ ଲୋକଟା ଖନ୍ତାପଡ଼ା ଯାଉଛି ପାଖରେ ହେଉଛି କିମ୍ବା ଗୋପାଳପୁର ପୁଲିସକୁ ସୁବିଧା ହେବ। ଏବଂ ଦ୍ୱିତୀୟ ପ୍ରସ୍ତାବ ହେଉଛି ଜୟଦେବ କସବା ଫାଣ୍ଡିକୁ ସେହି ଅଞ୍ଚଳ ରସାପୁର ସେଠି ଆମର ଜୟଦେବ କସବା ହେଉ ତାକୁ ଥାନାରେ ପରିଣତ କରାଯାଉ ଏବଂ ସବୁ ଥାନାରେ ଉପଯୁକ୍ତ ପରିମାଣର କର୍ମଚାରୀ ରହନ୍ତୁ, ଫୋର୍ସ ରହନ୍ତୁ, ଆର୍ମ ଫୋର୍ସ ରହନ୍ତୁ। କାରଣ ସେଇଟା ଗୋଟେ ବର୍ତ୍ତମାନ ସମ୍ବେଦନଶୀଳ ଏରିଆ ହେଇଯାଇଛି। ଯେଉଁଟା ମୁଁ ଆପଣଙ୍କୁ କହିଲି ଗୋଚାଲାଣ ପାଇଁ ଅବାଧ ସ୍ୱର୍ଗ ଏବଂ ସବୁ ବ୍ୟବସ୍ଥା ସେଠି ଚାଲିଛି। ମୁଁ ବିପିନ ଦାସ, ପୂର୍ବାଞ୍ଚଳ ବିକାଶ ପରିଷଦ ସଭାପତି। ଆମର ଯେଉଁ ନିମିକି ସଡ଼କ ଅଛି ବାଲେଶ୍ୱରରୁ ବାସୁଦେବପୁର ପର୍ଯ୍ୟନ୍ତ, ଏ ସଡ଼କଟା ଧୀରେ ଧୀରେ ବିପଦପୂର୍ଣ୍ଣ ହେଉଛି। ଏ ବିପଦପୂର୍ଣ୍ଣ ହେଉଛି ଯେ ପୋଲିସ ପାଖରେ 8ଟି ଥାନା ଥିଲେ ମଧ୍ୟ ଏ ଥାନାର ପୋଲିସମାନେ ନିଷ୍କ୍ରିୟ ରହୁଛନ୍ତି। ଯାହା ପାଇଁ ଛିନତାଇ ବୃଦ୍ଧି ପାଉଛି, ହତ୍ୟା ବୃଦ୍ଧି ପାଉଛି, ଲୁଟତରାଜ ବୃଦ୍ଧି ପାଉଛି, ଅବାଧ ମଦ, ଧଳା ଜହର ବ୍ୟବସାୟ ଚାଲିଛି ଏ ରାସ୍ତାରେ। ଏବଂ ସବୁଠୁ ବଡ଼ କଥା ହେଉଛି ଗୋଚାଲାଣକାରୀମାନେ ଅବାଧରେ ଗୋଚାଲାଣ କରୁଥିବା ବେଳେ ତାଙ୍କୁ ଯେ ପ୍ରତିବାଦ କରୁଛି ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହେଉଛି। ପୁଲିସ ଏତଲା ନେଉଛି, କେସ୍ ଅଧିକାଂଶ କରୁନାହିଁ। ଯେଉଁ କେସ୍ କରୁଛି ଚୁପିକି ବସିଯାଉଛି। କେସ୍ କଲା ପରେ ତା ଦାୟିତ୍ୱ ନିଭେଇ ଦେଉଛି ସେ ଏବଂ ଆସାମୀମାନଙ୍କୁ ବେଲ୍ ଆଣିବା ପାଇଁ ସବୁ ପ୍ରକାର ସହଯୋଗ କରୁଛି। ତ ଏ ପରିପ୍ରେକ୍ଷୀରେ ଆମେ ବାଲେଶ୍ୱରର ପୁଲିସକୁ ସତର୍କ କରାଉଛୁ ଏବଂ ଆମର ଦାବି ରଖୁଛୁ ଏ ଯେଉଁ ବିଶୃଙ୍ଖଳା ସେଠି ଘଟୁଛି, ଭୟ ହେଉଛି, ୟାକୁ ପ୍ରତିହତ କରିବା ପାଇଁ ଗୋପାଳପୁର ଥାନାର ପରିସୀମା ବୃଦ୍ଧି କରାଯାଉ। ରସାଳପୁର ପର୍ଯ୍ୟନ୍ତ ଗୋପାଳପୁର ଥାନାର ପରିସୀମା ବୃଦ୍ଧି କରନ୍ତୁ ଏବଂ ଜୟଦେବ କସବା ଫାଣ୍ଡିକି ଥାନାର ମାନ୍ୟତା ଦେଇକରି ସାରଗାଁ ପର୍ଯ୍ୟନ୍ତ ଏଠାକୁ ବ୍ୟାପକ କରାଯାଉ ଏବଂ ଗୋଟେ ଫାଣ୍ଡି କାନକଟା ଛକରେ ରଖାଯାଉ ଏବଂ 24 ଘଣ୍ଟିଆ ପହରା ଦେବାର ବ୍ୟବସ୍ଥା କରାଯାଉ। ହେଲେ ଏଠି ଆଉ ହେବନି ସେମିତି ଯେଉଁ ସେ ରାସ୍ତାଟା ଭଲ ହେବ ଏବଂ ମଦ
बेपार से भाई चली संलग्न 2-3टा सरकारी मद दुकान अच्छे ए मद दुकान को तुरंत बंद कर पार्श्व चोरा मद दुकान पुलिस अबकारी भाव देखू एवं बंद करूँ गले सी रास्ता संकलित हम शांति समाज आज पूर्वांचल विकास परिषद तरफ आमर विशेषकर सल्टरोड्रे जो पंचायत गुड़ा अच्छी से पंचायत नेतृत्व तरफ आमर जो आवाहक अच्छा विपिन बिहारी दास सी आज एक सामाजिक सम्मेलन डाकी जो भाई भाव में आप जानते सल्टरोड्रे जो माने चूड़ा मद कारबार कथा कहतु कि ब्राउन सुगर कथा कहतु गुरु गुचालान कथा कहतु देशी मद कारबार कथा कहतु कि छिंताई कथा कहतु जो भाई भाव में से अंचल हो साधारण लोक से अंचल संध्या 7टा पर जावाई माने आजिका दिन में डरिया माने बहुत मन भर बहुत भय सृष्टि होती लोक प्राय जावा आसा यातायात बंद कर बाहर लोक जो मैंने आसुच्च 7टा पर से अंचल को कि सेपट गाँव जो चाकरी कर बालेश्वर जाऊँगी से जावाई डरुंच किसी दिन तले गोटे गोरु गाड़ी जो भाव में दुकान भितर पशि 12टा गाड़ी क्षतिग्रस्त होता से आम रास्ता रोक करते एसपी डिमांड निश्चित कहते मु 7 दिन भितर सबू जिन आपण डिमांड फुलफिल करी बीट पुलिस बीट हाउस को आरंभ करी जो क्षतिग्रस्त लोकंर समस्त क्षति भरपूर पूरण करने कथा कहते डिमांड करते जो अपराधिक लोक से संपृक्त से यथाशीघ्र अरेस्ट कर माने बड़ धरणर अपराधिक मामला लगे बहुत दिन जेल जावा कथा कराइला किंतु सबुथिरे पुलिस फेल्योर होती जो कथा कहले आमर आवाहक जो कथा कहते लोक मन में गोटे पुलिस प्रति सन्देह खाली आमर जात है खाली आपण मैंने देखिए स्थानीय विधायक भी पुलिस उपर खाली सन्देह जात कर निजर मंतव्य देते तेणु एत थाना थिबा सत्वे भी से अंचल जो भाव में अपराधिक दौरात्म्य बढ़ी चलती से समस्ते डिमांड करुचे जे से अपराध बंद करने पुलिस प्रति जो चैलेंज अच्छी जो अपराधी मैंने खुलम खुला चैलेंज कर पुलिस को जे दिन 2 पर राति पुलिस 4टा बीट हाउस करता टेम्पोरारी बीट हाउस तापर भी चिंतई करके 2 लाख 2.5 लाख टंका लोक लुटिक नहीं गले तेणु से पुलिस प्रति सरकार प्रति भी गोटे चैलेंज होती निश्चित यथाशीघ्र जदि पुलिस समाधान न करे प्रशासन समाधान न करे राजरास्ता को सेपट साधारण लोक आसवे आम तार नेतृत्व जो भाव में नौचे आगामी दिन में साधारण लोक सब